नमस्कार आसतु एबे देखिबा हम ब्यूरो खबर। ଯେତେବେଳେ ଏ ବିଲ୍ ଆସିଲା ବହୁତ ଚର୍ଚ୍ଚା ହେଇଛି, ଆଲୋଚନା ହେଇଛି ଏବଂ ଅନେକଙ୍କର ମନରେ ଯେଉଁ ଭ୍ରମ ଥିଲା ଯେ ସିଟିଜନସିପ୍ ଆମେଣ୍ଡମେଣ୍ଟ ଲାଗୁ ହେଲେ ଏଇଆ ହେବ ସେୟା ହେବ ଆମେ ସବୁ କ୍ଷତି ହେବା ଏସବୁ ବହୁତ କଥା ବାହାରିଲା। କିନ୍ତୁ ବାସ୍ତବରେ ଏଠିରେ କୌଣସି କ୍ଷତି ହେବାର ନାହିଁ। ବରଂ ଯେଉଁ ଭାରତୀୟମାନେ ବିଭିନ୍ନ ଆମର ରାଷ୍ଟ୍ରରେ ରହୁଥିଲେ, ଟର୍ଚର ହେଉଥିଲେ, ବିଭିନ୍ନ ପ୍ରକାର ନିର୍ଯାତନା ହେଉଥିଲେ, ତେଣୁ ତାଙ୍କୁ ସୁରକ୍ଷା ଦେବାକୁ ଯାଇଥିଲେ ସେମାନେ ଯେତେବେଳେ ଆସିବେ ବା ତାଙ୍କୁ ଅଣାଯିବ ଏବଂ ତାଙ୍କୁ ସୁରକ୍ଷିତ ଭାବରେ ଏଠି ରଖାଯିବ। ଏଥିରେ କାହାର ସେୟାରିଂରେ କମ୍ ହେବାର ନାହିଁ କି ଆଉ କିଛି ହେବାର ନାହିଁ। ଏ ଜିଟ୍ ରହିବ, କିନ୍ତୁ ତାଙ୍କୁ ଆମେ ଭାରତୀୟ ହିସାବରେ ସୁରକ୍ଷା ଦେବା ଏବଂ ତାଙ୍କୁ ଠିକ୍ ଭାବରେ ରଖିବା। ଏଇଟା ହେଉଛି ଆମର ମୋଦିଜୀଙ୍କର ସରକାରର ଗୋଟେ ବଡ଼ ସଫଳତା କହିଲେ ଅତ୍ୟୁକ୍ତି ହେବନି। ତେଣୁ ଆମେ ସମସ୍ତେ ସ୍ୱାଗତ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। CAA बोलिकी जहाँ को आम कहूँ सिटीजनशिप एमेंडमेंट एक्ट से आईन संशोधन होती है। मोर सौभाग्य जे से भाया आईन संशोधन समय लोकंर आशीर्वाद भोटर मान आशीर्वाद मु संसदर जड़े सदस्य थी। एबे जो माने संख्यालघु होकर उत्पीड़नर शिकार होती पाकिस्तान रे, बांग्लादेश रे कि अफगानिस्तान रे कि आहरी मौलवादी देश मानकु से माने भारत वर्ष को फेरिया चाहिए भारत वर्ष को फेरी पारे, एथिर नागरिकत्व ग्रहण करें, भारत वर्ष से नागरिकत्व देव। आम चैनल आपन को पसंद आसुले दयाकरी चैनल को लाइक और सब्सक्राइब करंतु एवं नोटिफिकेशन पाई बेल आइकन को दबे दियंतु।